ଚା ଓ କଫି ଯାହାକି ସ୍ୱାସ୍ଥ୍ୟ ପକ୍ଷେ ହିତକାରକ। ଚା ଓ କଫି ଯାହାକି ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ରିସର୍ଚ୍ଚ କରି ଏନେଇ ତଥ୍ୟ ଦେଇଛି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ବା ICMR। ନିକଟରେ ଭାରତୀୟଙ୍କ ପାଇଁ 17ଟି ଖାଦ୍ୟପେୟର ନିର୍ଦ୍ଦେଶାବଳୀ ଜାରି କରି ଏକ ସୁସ୍ଥ ତଥା ବିବିଧ ଖାଦ୍ୟ ଖାଇବା ସହ ନିରାମୟ ଜୀବନଯାପନ ପାଇଁ ଗାଇଡଲାଇନ୍ ଜାରି କରିଥିଲେ। ଉକ୍ତ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ଚା ଓ କଫି ଉଭୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିସନ୍ ସହ ରିସର୍ଚ୍ଚ କରି ଏହା ସ୍ପଷ୍ଟ କରିଛି ICMR। ଚା ଓ କଫିରୁ ଯେତେ କମ୍ ପିଇବ ସେତେ ଉନ୍ନତ ମାନର ସ୍ୱାସ୍ଥ୍ୟ ବଜାୟ ରଖିପାରିବ ବୋଲି ଏହି ରିସର୍ଚ୍ଚରେ ସ୍ପଷ୍ଟ ହୋଇଛି। ଭାରତରେ ଚା ଓ କଫି ପ୍ରବଳ ମାତ୍ରାରେ ଲୋକପ୍ରିୟ। ସକାଳର ଆରମ୍ଭ ଓ ରାତିର ଶେଷରେ ଏହି ଦୁଇ ପାନୀୟକୁ ମନେ ପକାଇଥାନ୍ତି ଭାରତୀୟ। କେହି କେହି ଦିନରେ 2ରୁ 4 କପ୍ ଭିତରେ ସୀମିତ ରହୁଥିବା ବେଳେ ତ ଆଉ କେତେ ଜଣଙ୍କର କୌଣସି ସୀମା ନଥାଏ। ଭାରତୀୟଙ୍କର ଏପରି ଅଭ୍ୟାସକୁ ନେଇ ICMR ଚିନ୍ତା ପ୍ରକଟ କରିଛି। ଏହି ଲୋକପ୍ରିୟ ଗରମ ପାନୀୟକୁ ଖାଦ୍ୟ ଗ୍ରହଣ ପୂର୍ବରୁ କିମ୍ବା ପରେ ନ ପିଇବାକୁ କହିଛି ICMR ତରଫରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି ଯେ ଚା ଏବଂ କଫିରେ କ୍ୟାଫେନ୍ ଥାଏ, ଯାହା କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀକୁ ଉତ୍ତେଜିତ କରିବା ସହ ଶାରୀରିକ ଭାବେ ନିର୍ଭରଶୀଳତା ମଧ୍ୟ ବୃଦ୍ଧି କରିଥାଏ। ଏଣୁ ଏହି ପାନୀୟ ଦ୍ୱୟରୁ ଯଥାସମ୍ଭବ ଦୂରେଇ ରହିବାକୁ ଭାରତୀୟଙ୍କୁ ଚେତାବନୀ ଦେଇଛି ICMR।